କହିଲେ ଅଗସ୍ତ୍ୟ ଋଷି ହସି ତାଙ୍କୁ ଆଣି ପୂର୍ବ କାଳେ ଜଳମୟ ଥିଲା ସବୁ ସ୍ଥାନ ପରମେଷ୍ଠି ନାମେ ଜଣେ ହେଲେ ତହୁ ଜନ୍ମ ସଂସାର ଇଚ୍ଛାରେ ସେଉ ଜୀବ ସୃଷ୍ଟି କଲେ କ୍ଷୁଧା ତୃଷା ଭয়ে ଯିବେ ପୀଡ଼ିତ ହୋଇଲେ ଆଉ ବ୍ରହ୍ମାଙ୍କ ନିକଟେ ଯାଇ କଲେ ଗୁହାରି ଶୁଣିନ କହିଲେ ତାଙ୍କୁ ଦେବକୁ ସଧାରି ତୁମ୍ଭମାନେ ଯତ୍ନ କରି ଦାନବଙ୍କୁ ରଖ ତା ଶୁଣି ରଖିବୁ ବୋଲି କହିଲେ କେତେକ ଯେ କେତେକ ବୋଇଲେ ଆମ୍ଭେ କରିବୁ ଯତନ ତା ଶୁଣି ବିଧାତା ପୁଣି କହିଲେ ଏ ଶନ ରଖିବ ବୋଲି ନ ଯେତେ ଯିବେ ଅଛ କହି ରହିବ ଶେଷ ଲୋକରେ ରାକ୍ଷସ ନାମ ବହି ଯତନ କରିବୁ ବୋଲି କହିଛ ଯେ ମନେ ଯକ୍ଷ ବୋଲାଇବ ସେହୁ ଶୁଣ ସାବଧାନେ ଏ ପ୍ରକାରେ ରାକ୍ଷସ ସେ ଯକ୍ଷ ପୂଜିଲେ ତମୁ ଯାହା ହେଲା କହୁ ଅଛି ଶୁଣ ଭଲେ ଆଉ ସେ ଅସୁର ବସେ ଦୁଇ ଦୈତ୍ୟ ଜାତ ହେଲେ ହେତି ପ୍ରହେତି ବୋଲିଣ ନାମ ସେ ବହିଲେ ଆଉ ଅଙ୍ଗରେ ବହୁତ ବଡ଼ ବହି ଦୁଇ ଜଣ ନିଶଙ୍କ ମନରେ କଲେ ପୃଥିବୀ ଭ୍ରମଣ କନିଷ୍ଠ ପ୍ରହେତି ଅଟେ ଧର୍ମ କର୍ମେ ରତ ଏ ଘେନି ସେ ତପସ୍ୟାରେ ବଳାଇଲା ଚିତ ଆଉ ହେତି ତାହା ଦେଖି ବିଭା ହେବା ପାଇଁ ମନ କରିଣ ଗଲା ସେ କାଳ ଦୈତ୍ୟ ସନ୍ନିଧାନ ଭୟା ନାମରେ ତାହାର ଭଗିନୀ ଯେ ଥିଲା କାଳକୁ କହିଣ ହେତି ବିଭାତାକୁ ହେଲା ସେ କନ୍ୟା ଗର୍ଭରୁ ଏକ ପୁତ୍ର ହେଲା ଜାତ ବିଦ୍ୟୁତ କେଶ ବୋଲି ତାର ନାମ ହେଲା ଖ୍ୟାତ କ୍ରମେ ସେ ପୁତ୍ରର ଆସି ହୁଅନ୍ତେ ଯୌବନ କରିବା ପାଇଁ ତାହାର ବିବାହ ବିଧାନ ସନ୍ଧ୍ୟା ସ୍ତ୍ରୀ ଦୁଇ ତାକୁ ମାଗିଲା କ ଯାଇ ତା ଶୁଣି ସେ ସନ୍ଧ୍ୟା ମନେ ବିଚାର କରଇ ଏ ଦୁହି ତାକୁ କାହା ହାତେ ଦେବାର ତମୂଳ ଏହା ଭାବି ତାକୁ ଦାନ କଲା ତତ୍କାଳ ଏ ବିବାହ ହୋଇଣ ସେ କନ୍ୟାକୁ ବିଦ୍ୟୁତ କେଶ ଆନନ୍ଦରେ କଟାଇଲା ରଜନୀ ଦିବସ କେତେ ଦିନ ସେହି ଶାଳ କଟକଟା ସ୍ତ୍ରୀ ଦିଶିଲା ପାଣ୍ଡୁର ବର୍ଣ୍ଣ ଗର୍ଭେ ପୁତ୍ର ଧରି ଏ ନ ସହିଣ ହର ବୀର୍ଯ୍ୟ ଯେହ୍ନେ ଗଙ୍ଗା ଦେବୀ ତେଜିଲେ ସେ ପରିସେରା କ୍ଷସି ମନ ଭାବି ନ ସହି ପ୍ରବେଶ ହେଲା ଏ ମନ୍ଦିର ଶିଖରେ।